ଦେଖନ୍ତୁ ମୁଁ ଦୀର୍ଘ ଦିନରୁ ଛାତ୍ର ଜୀବନରୁ ଯେତେବେଳେ ସମ୍ବଲପୁର ୟୁନିଭର୍ସିଟିର ଛାତ୍ରନେତା ଥିଲି, ଜେନେରାଲ ସେକ୍ରେଟାରୀ ଥିଲି, ଜିଏମ୍ କଲେଜରେ ଛାତ୍ରନେତା ଥିଲି, ବିଜୁ ବାବୁଙ୍କ ସାଙ୍ଗରେ ମୋର ଛାତ୍ରନୀତି ଆରମ୍ଭ କରିଥିଲି ଏବଂ ପରବର୍ତ୍ତୀ ସମୟ ନବୀନ ବାବୁଙ୍କ ସାଙ୍ଗରେ ମୋର ତାଙ୍କ ମୁଖ୍ୟମନ୍ତ୍ରୀ ସମାଜ କାମ କରିଛି ଏବଂ ବିଜେଡି ସାଙ୍ଗରେ ବହୁତ ଭାବରେ ମୁଁ ଜଡ଼ିତ ଥିଲି ଏବଂ ଗୋଟେ ଏ ଦଳ ଯେତେବେଳେ ଗଠନ ହେଲା 1997 ସେ ସମୟରୁ ଦଳ ଗଠନରେ ବି ମୁଁ ଗୋଟେ ଗୁଣ୍ଡିଚା ମୂଷା ମୋର ଯୋଗଦାନ ଥିଲା ଏବଂ ଏ ଦଳ ପାଇଁ ବହୁତ କିଛି କାମ କରିଛୁ ଏବଂ ମୋତେ ବି ଦଳ ଆମ ନେତା ମୋତେ ସମ୍ମାନ ଦେଇଛନ୍ତି। 14ରୁ 19 ଲୋକସଭା ଟିକେଟ ଦେଇଥିଲେ ଏବଂ ସେଠିକି ଆସିଥିଲି, ଲୋକଙ୍କ ସେବା କରିଥିଲି ଏବଂ 19ରେ ମୁଁ ଟିକେଟରୁ ବଞ୍ଚିଥିଲି ଏବଂ ପୁଣି ଦଳ ପାଇଁ କାମ କଲି। ଏବେ ଜିଲ୍ଲା ସଭାପତି ଅଛି। ବିଭିନ୍ନ ଉପନିର୍ବାଚନ ପଦ୍ମପୁର ହେଉ ବିଜେପୁର ହେଉ ନିଷ୍ଠା ସହିତ ଲୋକଙ୍କ ଅଞ୍ଚଳ ବରଗଡ଼ ଜିଲ୍ଲା ଝାରସୁଗୁଡ଼ା ଜିଲ୍ଲାର ବିକାଶ ପାଇଁ ଲୋକଙ୍କ ସାମୂହିକ ବିକାଶ ପ୍ରତ୍ୟେକ ଲୋକର ବିକାଶ ପାଇଁ କାମ କରିଥିଲେ ଏବଂ ସେଇ ଯେଉଁ ସୁଯୋଗ ନବୀନଙ୍କୁ ଧନ୍ୟବାଦ ଦେବା ପାଇଁ ଆସିଥିଲେ। ଏବଂ ଦ୍ୱିତୀୟ ଆଜି ମୁଁ ଅନୁଭବ କରୁଛି ବିଜେଡି ଯେଉଁ ନୀତି ଆଦର୍ଶ ଗଠନ ହେଇଥିଲା ସେ ଆଭିମୁଖ୍ୟରେ କାହିଁ ନା କାହିଁ ଦଳ ଆଉ ନାହିଁ ଏବଂ ଆଜି ମୁଁ ଅନୁଭବ କଲି ଯେ ଦଳରେ ମୋ ଭଳିଆ ଗୋଟେ ଉଚ୍ଚଶିକ୍ଷିତ ବ୍ୟକ୍ତି ଯେ ଦଳ ପାଇଁ ନିଷ୍ଠାପର କାମ ଥିଲା କରୁଥିଲି ଆବଶ୍ୟକତା ନାହିଁ ମୁଁ ଫିଲ୍ କଲି। ପବ୍ଲିକ୍ ଲାଇଫ୍ରେ ଅଛୁ ଆମେ, ଏହାପରେ ମୁଁ ଆଲୋଚନା କରିବି ମୋର ଯେଉଁମାନେ ସମର୍ଥକ ଯେଉଁମାନେ ମୋର ସାଙ୍ଗରେ ଅଛନ୍ତି, ମୋର ଇଣ୍ଟେଲେକ୍ଚୁଆଲ ମାସ୍ ଅଛନ୍ତି, ବରଗଡ଼ ଝାରସୁଗୁଡ଼ା ଲୋକମାନେ ଅଛନ୍ତି, ଆଲୋଚନା କରିବି ଆଗାମୀ କାର୍ଯ୍ୟପନ୍ଥା କ'ଣ କରାଯିବ। ମୁଁ ସ୍ୱାର୍ଥପର ମଣିଷ ହେଇଯିବି କାରଣ ଗୋଟେ ମହାନ ଉଦ୍ଦେଶ୍ୟ ମହାନ ଚିନ୍ତା କରିକି ମୁଁ ଆସିଛି ପବ୍ଲିକ୍ ଲାଇଫ୍କୁ। ସେଇଟା ଖାଲି ହେଇଥାନ୍ତା ତ ମୁଁ 2019 ଟିକେଟ୍ ଦଳ ଛାଡ଼ିବା କଥା, କାରଣ 2019ରେ ବି ଗୋଟେ ୱିନିଂ ସିଟ୍ ଥିଲା, ଟିକେଟ୍ ମିଳିଲାନି ତ ମୁଁ ସେଟା ଟିକେଟ୍ ମାନେ ଦଳ ଛାଡ଼ିଥାନ୍ତି। ଏବେ କେଉଁ ପାର୍ଟି ଟିକେଟ୍ ପାଇବାର ବି ସମ୍ଭାବନା ନାହିଁ ବା ମୁଁ କେଉଁ ଆଶା ବା କମିଟମେଣ୍ଟ କୁଆଡ଼େ ମୁଁ ଯାଉନି, କ'ଣ କରିବି ନିଷ୍ପତ୍ତି ନେବି। କିନ୍ତୁ ଦୁଃଖ ଏହାର ହେଲା ଯେ ଗୋଟେ ଜିଲ୍ଲା ସଭାପତି କୌଣସି ବିଚାର ବିମର୍ଶ ନାହିଁ, ଗୋଟେ ଇଣ୍ଟରନାଲ ଡେମୋକ୍ରେସି ନାହିଁ ଏବଂ ମୁଁ ଯେଉଁ ଅନୁଭବ କଲି ଦଳ ବର୍ତ୍ତମାନ ଯେଉଁ ଗତି ଚାଲିଛି ଆମ ଭଳିଆ ଲୋକ ବହୁତ ଦଳ ଦରକାର ନାହିଁ, ମୁଁ ସେ ଫିଲ୍ କଲି। ମୁଁ ନିଜକୁ ଅନଫିଟ୍ ଫିଲ୍ କଲି ଏଠି। ତେଣୁ ମୁଁ ବେଟର ଭାବିଲି ସେମାନେ ଦଳ ଟିକେଟ କାହାକୁ ଦେବ କାହାକୁ ନ ଦେବ ଦ୍ୟାଟ୍ ଇଜ୍ ପ୍ରିଓରଲି ପ୍ରିରୋଗେଟିଭ୍ ଅଫ୍ ଦ ପ୍ରେସିଡେଣ୍ଟ, ପାର୍ଟି ପ୍ରେସିଡେଣ୍ଟଙ୍କ ଇଚ୍ଛାଧୀନ ବ୍ୟାପାର, ମୁଁ ସେ ହସ୍ତକ୍ଷେପ କରିପାରିବିନି। ବଟ୍ ମୋର ନିଷ୍ପତ୍ତି ମୁଁ ରହିବି ନ ରହିବି ମୋର ନିଷ୍ପତ୍ତି ଏବଂ ଲୋକଙ୍କର ନିଷ୍ପତ୍ତି, ଲୋକଙ୍କର ସମ୍ମାନ, ଲୋକଙ୍କର ଯାହା ମୋ ପ୍ରତି ସମ୍ମାନ ଅଛି, ଲୋକଙ୍କର ଯାହା ମୋ ପ୍ରତି ସ୍ନେହଭାବ ଅଛି ତାକୁ ସମ୍ମାନ ଦେବାକୁ ପଡ଼ିବ। ମୁଁ ଭାବିଲି ଯେ ଏଠି ରହିକି କେହି କାମ କରି ହେଉନି। ନିଶ୍ଚିତ ଭାବରେ ଆଶାୟୀ ନୁହଁ, ମୁଁ ଦାବିଦାର ଥିଲେ। ମୁଁ ଆଶାୟୀ ନୁହଁ, ତେବେ କହିଥିଲି କି ଯେଉଁମାନେ ପାର୍ଟି କ୍ୟାଡର ଅଛନ୍ତି ବା ଯେଉଁମାନେ ମୋଠୁ ବେଶୀ ପପୁଲାର ଦଳ ପାଇଁ କାମ କରିବେ, ଯେଉଁମାନେ ୱିନିବିଲିଟି ଅଛି ତାଙ୍କୁ ଦେବାକୁ କହିଥିଲି, ତାଙ୍କ ପାଇଁ କାମ କରିବି ଏବଂ ଯାହାକୁ ଦେଲେ ମୁଁ ତାଙ୍କୁ ସମର୍ଥନ କରିପାରୁନି। ମୁଁ ଦେଖନ୍ତୁ ମୁଁ ବର୍ତ୍ତମାନ ଆଜି ତ ଇସ୍ତଫା ଦେଲି ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ, ଧନ୍ୟବାଦ ଦେଲି ମଧ୍ୟ ଏବଂ ମୁଁ ଟିକେ ଆଲୋଚନା କରିବି ମୋର ଯେଉଁମାନେ ସାଙ୍ଗରେ ଅଛନ୍ତି, ଯେଉଁମାନେ ମୋ ସାଙ୍ଗରେ ଦୀର୍ଘଦିନ ଜଡ଼ିତ ଅଛନ୍ତି, ମୋର ୱେଲ୍ ୱିଶର୍ସ, ମୋ ସପୋର୍ଟର୍ସ, ମୋ ଫଲୋଅର୍ସ, ମୋ ୱାର୍କର୍ସ, ମୋ ପାର୍ଟି କ୍ୟାଡର ଯେଉଁମାନେ ବି ମୋ ସାଙ୍ଗରେ ଅଛନ୍ତି ମିଶିକରି ତାଙ୍କ ଆଲୋଚନା କରିବି ଏବଂ ମୁଁ ଦେଖିବି ବରଗଡ଼ ଜିଲ୍ଲା ଝାରସୁଗୁଡ଼ା ଜିଲ୍ଲା ସାମୂହିକ ବିକାଶ ହୋଇପାରିବ ଏବଂ ଓଡ଼ିଶାର କେଉଁ ସାମୂହିକ ବିକାଶ ହୋଇପାରିବ। ଓଡ଼ିଶାର ଅସ୍ମିତା କଥା ଆସୁଛି, ଓଡ଼ିଶାର ବିକାଶ କଥା ଆସୁଛି। ମୋ ପାର୍ଲାମେଣ୍ଟ ଆପଣ ଜାଣିଥିବେ ସମ୍ବଲପୁରୀ କୋଶଲି ନା ମୁଁ ନିର୍ବାଚନ ଲଢ଼ିବା ପାଇଁ ମୁଁ ତ ହେଉଥିଲା ଆଉ କେଉଁ ପାର୍ଟି ଟିକେ ଜାଣିପାରିଥାନ୍ତି, ମୋତେ ଅଫର ଥିଲା ଅନ୍ୟ ପାର୍ଟିର, ତ ନିର୍ବାଚନ ଲଢ଼ିବା ପାଇଁ ତ ମୁଁ ଆଉ ନାହିଁ ମୋ ପ୍ଲାନିଂ। ବର୍ତ୍ତମାନ ମୁଁ ଚାହୁଁଛି ଲୋକଙ୍କ ସେବା କରିବି, ଲୋକଙ୍କ କାମ କରିବି ଏବଂ ମୁଁ ଚାହିଁବି ବରଗଡ଼ ଝାରସୁଗୁଡ଼ା ଜିଲ୍ଲାର ସାମଗ୍ରିକ ବିକାଶ, ମୁଁ ଚାହିଁବି ଓଡ଼ିଶାର ବିକାଶ ଏବଂ ପାର୍ଲାମେଣ୍ଟରେ ଯେଉଁ ବିଭିନ୍ନ ପ୍ରସଙ୍ଗ ଓଡ଼ିଶାରେ ଉଠାଇଥିଲି ସେହି ବିଷୟ ଆଗକୁ କେମିତି ବଢ଼ିବ। ବିଶେଷ କରି ଆପଣ ଜାଣିଥିବେ ବରଗଡ଼ ପଦ୍ମପୁର ରେଲୱେ ଲାଇନ୍ କଥା ଉଠାଇଥିଲି, ଆପଣଙ୍କର ଅନେକ ସମ୍ବଲପୁରୀ କୋଶଲି ଭାଷାକୁ ଆମର 8ମ ପରିଚ୍ଛେଦ ସମ୍ବିଧାନ ଦେବା ପାଇଁ ଡିମାଣ୍ଡ ରଖିଥିଲି ଏବଂ ମୋ ଦାବି ଅନୁସାରେ ଆପଣ ଯଦି ଦେଖୁଛନ୍ତି ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ବିମାନ ବନ୍ଦର ହେଇଥିଲା
ଏବଂ ଅନେକ କାମ ହେଇଥିଲା। ତାଙ୍କ ଯେଉଁ ଅଧିକାରୀଙ୍କୁ ଭେଟିଲି ମାନେ ମୁଖ୍ୟମନ୍ତ୍ରୀ ଦେଖାଇ ପାରିଲାନି, ସେ ଗୋଟେ ମିଟିଂରେ ଥିଲେ, ଦେଖାଇ ପାରିଲେନି। ମୁଁ ତାଙ୍କ ଅଧିକାରୀ ଯିଏ ଅଛନ୍ତି ତାଙ୍କ ଦେଇକି ଆସିଲି।